ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂସଦଙ୍କ ଖେଳ ମହୋତ୍ସବ। ସାଂସଦ ଖେଳ ମହୋତ୍ସବ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଲେ ଭାପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ା। କଟକ ଲୋକସଭା ଅନ୍ତର୍ଗତ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଂସଦ ଖେଳ ମହୋତ୍ସବ ଭାପୁର ବ୍ଲକ ବାଇଗୁଣିଆ ଗ୍ରାମସ୍ଥିତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଖେଳ ମହୋତ୍ସବ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ତଥା ଭାପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ଭାପୁର ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ଖଣ୍ଡପଡ଼ା ବ୍ଲକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂହ, 79 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, 20 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ, ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ନିରୁପମା ମହାରଣା, ସାଂସଦ ଖେଳ ମହୋତ୍ସବର ସଂଯୋଜକ ନାରାୟଣ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଭାପୁର ବ୍ଲକ କ୍ରୀଡ଼ା ସମ୍ପାଦକ ଶଙ୍କର କୁମାର ମଲ୍ଲିକ, ବିକ୍ରମ ସାମନ୍ତରାୟ ଓ ଖଣ୍ଡପଡ଼ା ବ୍ଲକ କ୍ରୀଡ଼ା ସମ୍ପାଦକ ବିଜୟ କୁମାର ମହାପାତ୍ର, ସମୀର କୁମାର ଖୁଣ୍ଟିଆ, ଗଗନ ବିହାରୀ ବାରିକ ଏବଂ ତନ୍ତୁବାୟ ସହଯୋଗ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆଶିଷ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଖେଳ ସୁଚାରୁ ରୂପେ ପରିଚାଳନା କରୁଛନ୍ତି। ପୁନଶ୍ଚ ଭାପୁର ଏବଂ ଖଣ୍ଡପଡ଼ା ବ୍ଲକର 49ରୁ ଉର୍ଦ୍ଧ୍ୱ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀ ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି। ଉକ୍ତ ଖେଳ ମହୋତ୍ସବକୁ ଦୁଇଟି ବର୍ଗରେ ଅର୍ଥାତ୍ 14ରୁ 19 ବର୍ଷ ଜୁନିୟର ବର୍ଗ ଏବଂ 20ରୁ 24 ବର୍ଷ ସିନିୟର ବର୍ଗ ଭାବେ ଫୁଟବଲ, ଭଲିବଲ, କ୍ରିକେଟ, ଖୋ ଖୋ, କବାଡି, ହ୍ୟାଣ୍ଡବଲ ଆଦି ବିଭିନ୍ନ ଖେଳରେ ପ୍ରତିଯୋଗୀ ଖେଳ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଉଭୟ ବର୍ଗର ବିଭିନ୍ନ ପ୍ରତିଯୋଗୀଙ୍କୁ ମନୋନୟନ କରାଯାଇ ପ୍ରତ୍ୟେକ ଖେଳର ଏକ ଟିମ୍ ଗଠନ କରାଯିବ। ମନୋନୀତ ଉଭୟ ବର୍ଗର ବିଭିନ୍ନ ଖେଳାଳୀମାନେ ଆସନ୍ତା 14ରୁ 20 ତାରିଖ ପର୍ଯ୍ୟନ୍ତ କଟକଠାରେ ଆୟୋଜିତ ଲୋକସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂସଦଙ୍କ ଖେଳ ମହୋତ୍ସବରେ ସାମିଲ ହେବେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।